ମଧ୍ୟପ୍ରାଚ୍ୟରେ ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧର ପ୍ରଭାବ ଏବେ ଭାରତୀୟ ବଜାର ଉପରେ ପଡ଼ିବା ପାଇଁ ଯାଉଛି। ବିଶେଷ କରି ଆଗାମୀ ଦିନରେ ବିୟର ଏବଂ ବୋତଲ ବନ୍ଦ ପାଣିର ମୂଲ୍ୟ ବୃଦ୍ଧି ହେବାର ସମ୍ଭାବନା ଦେଖାଯାଇଛି। ଯଦିଓ ଏଠାରେ କୌଣସି ସିଧାସଳଖ ଆକ୍ରମଣ ହୋଇନାହିଁ, କିନ୍ତୁ ଗ୍ୟାସ୍ ଏବଂ ତେଲ ଦର ବୃଦ୍ଧି ଯୋଗୁଁ ପ୍ୟାକେଜିଂ ସାମଗ୍ରୀର ଏକ ବଡ଼ ସଙ୍କଟ ସୃଷ୍ଟି ହୋଇଛି। ଭାରତରେ ବିୟର ପ୍ରସ୍ତୁତ କରୁଥିବା ପ୍ରମୁଖ ବିଶ୍ୱସ୍ତରୀୟ କମ୍ପାନୀଗୁଡ଼ିକ ଏହି ନୂତନ ଚ୍ୟାଲେଞ୍ଜକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ବ୍ରୁଅର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ଅନୁଯାୟୀ କାଚ ବୋତଲର ମୂଲ୍ୟ ପ୍ରାୟ 20% ବଢ଼ିଥିବା ବେଳେ କ୍ୟାନ୍, କାଗଜ କାର୍ଟୁନ ଏବଂ ଅନ୍ୟାନ୍ୟ ପ୍ୟାକେଜିଂ ସାମଗ୍ରୀର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୋଇଯାଇଛି। ଆଲୁମିନିୟମ ପାଇଁ ଭାରତ ଉପସାଗରୀୟ ଦେଶଗୁଡ଼ିକ ଉପରେ ନିର୍ଭର କରୁଥିବାରୁ ଏବଂ ହର୍ମୁଜ ପ୍ରଣାଳୀ ଯୁଦ୍ଧର ରଙ୍ଗମଞ୍ଚ ପାଲଟିଥିବାରୁ ଏହାର ଯୋଗାଣରେ ବଡ଼ ବାଧା ସୃଷ୍ଟି ହୋଇଛି। ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।